वंदे मातरम। नूतन अपराह्न এই অপরাহ্নর সঘন নীরবতা ମଧ୍ୟରେ ମାଙ୍କୁ ଏବଂ ପ୍ରଭୁଙ୍କୁ କୃତଜ୍ଞତା ଭରା ଶତକୋଟି ବିନମ୍ର ପ୍ରଣାମ ଏବଂ ଦୂରଦୂରାନ୍ତରେ ଉପସ୍ଥିତ ଦିବ୍ୟ ଜୀବନ ଅଭିକ୍ଷୁ ଆତ୍ମାର ସାଥୀମାନଙ୍କୁ ଅନ୍ତରର ଶ୍ରଦ୍ଧା ଶୁଭେଚ୍ଛା ଓ ନମସ୍କାର। ମାଙ୍କର ଅଶେଷ କରୁଣାରୁ ଆମ୍ଭମାନଙ୍କର ଆନ୍ତରିକ ଆସ୍ପୃହା ବଳରେ ଆମେ ଧାରାବାହିକ ଭାବରେ ଶ୍ରୀ ଅରବିନ୍ଦ ଏବଂ ମାଙ୍କର ରଚନାବଳୀ ଉପରେ ଆଲୋଚନା କରି ଆସୁଛୁ। ସେଇଟା ହେଉଛି ଆମର ବଡ଼ ସୌଭାଗ୍ୟ। ଶ୍ରୀ ଅରବିନ୍ଦ ଏବଂ ମା ତାଙ୍କର ରଚନାବଳୀର ପ୍ରତ୍ୟେକ ଶବ୍ଦ ଭିତରେ ତାଙ୍କର ଶକ୍ତି ଜ୍ୟୋତି ସାମର୍ଥ୍ୟକୁ ନେଇକରି ଉପସ୍ଥିତ ଥାନ୍ତି। ଗୋଟେ ସଂସ୍କୃତରେ ଶ୍ଲୋକ ଅଛି ଯେ ନାରଦଙ୍କୁ ବିଷ୍ଣୁ କହୁଛନ୍ତି, ନାହଂ ତିଷ୍ଠାମି ବୈକୁଣ୍ଠେ ଯୋଗୀନାମ ହୃଦୟେନ ଚ ମଦ୍ଭକ୍ତା ଯତ୍ର ଗାୟନ୍ତି ତତ୍ର ତିଷ୍ଠାମି ନାରଦ। ଏ ନାରଦ, ମୁଁ ବୈକୁଣ୍ଠରେ ନଥାଏ, ଯୋଗୀମାନଙ୍କର ହୃଦୟରେ ନଥାଏ, ଯୋଉଠି ମୋର ଭକ୍ତମାନେ ମୋର ଗୁଣ କୀର୍ତ୍ତନ କରନ୍ତି ମୁଁ ସେଇଠାରେ ହିଁ ଥାଏ। ତାକୁ ମଧ୍ୟ ଆମେ ଏଇ ପର୍ଯ୍ୟାୟରେ ଯୋଗ କରିପାରିବା ଯେ ଆମମାନେ ଯେତେବେଳେ ଶ୍ରଦ୍ଧା ଅବନତ ଚିତ୍ତରେ ମାଙ୍କର ଏବଂ ପ୍ରଭୁଙ୍କର ରଚନାବଳୀ ଅଧ୍ୟୟନ ଏବଂ ଆଲୋଚନା କରୁ, ସେ ମଧ୍ୟ ଉପସ୍ଥିତ ଥାନ୍ତି। ତେଣୁ ଏଇଟା ଆମର ବଡ଼ ସୌଭାଗ୍ୟ। ଆଜି ଯୋଉ କାର୍ଯ୍ୟକ୍ରମଟି ରହିଛି ଆଲୋଚନା, ଏହି ଆଲୋଚନା କାର୍ଯ୍ୟକ୍ରମରେ ମତେ ଅନ୍ତତଃ ସଂଯୁକ୍ତ କରାଯାଇଥିବାରୁ ମୁଁ ଅନ୍ତତଃ ଉଦ୍ୟୋକ୍ତା ବନ୍ଧୁମାନଙ୍କୁ ମୋର ଆନ୍ତରିକ କୃତଜ୍ଞତା ଜଣାଉଛି। ବର୍ତ୍ତମାନ ଆମେ ଶ୍ରୀ ଅରବିନ୍ଦଙ୍କର ସେ ଯୋଉ ସନେଟ୍ ବା ଚତୁର୍ଦ୍ଦଶ ପଦୀ କବିତା ତା ମଧ୍ୟକୁ ପ୍ରବେଶ କରିବା। ସେ କବିତାର ଶୀର୍ଷକ ହେଉଛି ଦି ଡିଭାଇନ୍ ହିୟରିଂ, ଦିବ୍ୟ ଶ୍ରୁତି ବା ଦିବ୍ୟ ଶ୍ରବଣ। ଏହାକୁ ଆଲୋଚନା କରିବା ପୂର୍ବରୁ ଶ୍ରୀ ଅରବିନ୍ଦଙ୍କର ସମ୍ବନ୍ଧରେ ଆମେ ଅବଗତ ହେବା। ଶ୍ରୀ ଅରବିନ୍ଦ ଥିଲେ ଆଜନ୍ମ କବି। ସେ ନିଜେ କହିଛନ୍ତି, ମୁଁ ଜଣେ ଦାର୍ଶନିକ ନୁହଁ, ମୁଁ ଜଣେ ରାଜନୈତିକ ବ୍ୟକ୍ତି ନୁହଁ, ମୁଁ ଜଣେ ଶିକ୍ଷାଦାତା ନୁହଁ, ମୁଁ ହେଉଛି ଜଣେ ଆଜନ୍ମ କବି। କବିର ଅର୍ଥ ଉପନିଷଦରେ କୁହାଯାଇଛି ଦ୍ରଷ୍ଟା, ଯିଏ ଦେଖନ୍ତି, ଊର୍ଦ୍ଧ୍ୱ ଚେତନାରେ ରହିକିରି ଯାହା ଦେଖନ୍ତି ତାହାକୁ ଲେଖନ୍ତି ବା ଲିପିବଦ୍ଧ କରନ୍ତି। ଭାଇ ଶୁଭୁନି, ଭାଇ ଶୁଭୁନି କିଛି।
भाई प्रणाम। भाई शुभुनी किछि। बोधे नेट प्रोब्लेम भाई कटि जाइछन्ति पुन जॉइन कले। हेलो मो कथा शुभुची कि अपा? हाँ भाई शुभिला। शुभिला तो? आज्ञा आज्ञा भाई। हौ हौ। तेणु श्री अरविंद आजन्म कवि थे। कविता तांकर स्वतस्फूर्त अनुभूतिर स्वतस्फूर्त धारा एवं 13 वर्ष बयस इंग्लैंड रे थिला बेले से कविता लिखुथिले अंग्रेजी रे। तेणु जेतेबेले से चेतनार ऊर्ध्वरे बास कले पंडिचेरी रे रहिले सेतेबेले तांको भितरे तीनोटी ज्ञान सबुबले रहिथिला। गोटे होची विश्वातीत ज्ञान, आ गोटे होची विश्वगत ज्ञान, आ गोटे होची व्यक्तिगत ज्ञान। तेणु से विश्वगत विश्वातीत चेतना रे रहिकिरी जहाँ से देखुथिले अनुभव करुथिले ताहाकु से अंततः तांकर लेखनी मुनरे लिपिबद्ध करुथिले एवं ताहा ही कालजयी कविता भावरे प्रकाशित होईछि। तेणु तांकर कविता साधारण कविता नुह, बहु उच्च कोटीर कविता एवं प्रत्येक पंक्तिर छंद शब्द योजना बहु रहस्यमय एवं बहु ऊर्ध्व चेतनार अनुभूति को आम पाखु डाकी आने। तेणु आमर आमे तांका कविता जतेले अध्ययन करिबा एकाग्रतार सहित अध्ययन करा जिवो एवं एकाग्रतार सहित श्रवण करा जिवो। काहीकि ना आमर ज्ञान स्वल्प, चेतना स्वल्प, तारी भितरे तांकर से जो अनुभूति को प्रकाश करिबा सेटा आमर भाषा रे सहज साध्य नुह। तेणु यही कार्यक्रमटी आरंभ करिया पूर्वरु मो माँ और श्री अरविंद को प्रार्थना करुछि सी आमको तांकर रचनावली बुझिबारे एवं बुझाइबारे सहायता प्रदान करंतु। एबे आमे कविता मध्य को प्रवेश करिबा। कवितार पंक्ति गुड़िक होउछि all sounds, all voices have become thy voice, music and thunder and the cry of birds, life's babble of her sorrows and of her joys, cadence of human speech and murmured words. Second stanza, the laughter of the one's enormous mirth, the laughter of the sea's enormous mirth, the winged plane, cutting through
the conquered air, the Otto's trumpet song of speed to earth, the machine's reluctant drone, the siren's blare. Third stanza, blowing upon the windy horn of space, a call of distance and of mystery, memories of sun-bright lands and ocean waves, all now are undertones and thorns of thee, themes of thee. Last, a secret harmony steals through the blind heart, and all grows beautiful because thou art. ମହାଭାରତ ଯୁଦ୍ଧରେ ଯେତେବେଳେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ତାଙ୍କ ଭିତରେ ଥିବା ବିଷାଦକୁ ଦୂର କରିବା ପାଇଁ ବହୁ ଉପଦେଶ ପ୍ରଦାନ କରିସାରିଲେ, ତାପରେ ତାଙ୍କର ଚେତନା କ୍ରମେ କ୍ରମେ ବର୍ଦ୍ଧିତ ହେଲା ଏବଂ ସିଏ ଶ୍ରୀକୃଷ୍ଣଙ୍କୁ ଗୋଟେ ସମୟରେ ଅନୁରୋଧ କଲେ ଯେ ଆପଣ ପ୍ରକୃତରେ ଯୋଉ ସଖା ମୋର ହେଇକି ରହିଛନ୍ତି ସେମିତି ନୁହନ୍ତି, ଆପଣଙ୍କର ସ୍ୱରୂପ ଯଥାର୍ଥ ସ୍ୱରୂପ ମୋ ପାଖରେ ପ୍ରକଟ କରନ୍ତୁ। ସଖାଙ୍କର ଅନୁରୋଧ ରକ୍ଷା କରିକିରି କହିଲେ, ମୁଁ ଯଦି ମୋର ଯଥାର୍ଥ ସ୍ୱରୂପ ପ୍ରକଟ କରିବି, ତୁମର ଏଇ ଯୋଉ ସ୍ଥୂଳ ଚକ୍ଷୁ ତାକୁ ଦେଖିପାରିବ ନାହିଁ, ତେଣୁ ମୁଁ ତୁମକୁ ଦିବ୍ୟ ଚକ୍ଷୁ ପ୍ରଦାନ କରୁଛି ଏବଂ ତୁମେ ସେଇ ଦିବ୍ୟ ଚକ୍ଷୁରେ ମୋର ଯଥାର୍ଥ ସ୍ୱରୂପ ଦର୍ଶନ କରିପାରିବ। ତାପରେ ଆରମ୍ଭ ହେଲା ଏକାଦଶ ଅଧ୍ୟାୟ, ବିଶ୍ୱରୂପ ଦର୍ଶନ ଯୋଗ। ସମଗ୍ର ବିଶ୍ୱ ହେଇଗଲେ, ସେ ସମଗ୍ର ବିଶ୍ୱର ରୂପ ତାଙ୍କରି ଭିତରେ ରହିଛି। ଅର୍ଜୁନ କାକୁସ୍ଥ ହେଇଗଲେ, ପ୍ରଣାମ କଲେ ଏବଂ ଶେଷକୁ କହିଲେ, ମୁଁ ଜାଣିନଥିଲି ଆପଣ ଏତେ ବଡ଼ ବୋଲି, ତେଣୁ ମୁଁ କ୍ଷମା କରିବ ମତେ, ତୁମେ ଏଣିକି ମତେ ଯାହା କହିବ ମୁଁ ତାକୁ ମାନିବି। ଶରଣ ପଶିଲେ। ଏଠି ସେମିତି ଯୋଉ ଦିବ୍ୟ ଶ୍ରବଣର କଥା କୁହାଯାଇଛି, ତାହା ଆମେ ଯୋଉ ଶ୍ରବଣ କରୁ ଆମର କର୍ଣ୍ଣ ଦ୍ୱାରା, ସେଇ ସ୍ଥୂଳ କର୍ଣ୍ଣ ଦ୍ୱାରା ଏଇ ଶ୍ରବଣ ନୁହଁ, ଏହା ହେଉଛି ସେଇ ଦିବ୍ୟ ଶ୍ରବଣ। ଅର୍ଥାତ୍ ଆମେ ଯଦି ସେଇ ଦିବ୍ୟ କର୍ମଟିଏ ପାଇପାରିବା, କର୍ଣ୍ଣଟିଏ, ତାହେଲେ ତାହା ଦ୍ୱାରା ଆମେ ଶୁଣିପାରିବା। ଦିବ୍ୟ କର୍ଣ୍ଣଟି ମିଳିବ କେତେବେଳେ ଆମକୁ? ଯେତେବେଳେ ଯୋଗ ଶକ୍ତି ଆମ ଭିତରେ କ୍ରିୟା କରିବ ଏବଂ ଆମର ଚେତନାକୁ ବହୁ ଊର୍ଦ୍ଧ୍ୱକୁ ଉଠେଇ ନେବ। ଶ୍ରୀ ଅରବିନ୍ଦଙ୍କର ସେୟା ହେଇଥିଲା। ଦିବ୍ୟ ଚେତନାରେ ସେ ଅଧିଷ୍ଠିତ ହେଇଥିଲେ ଏବଂ ସେଇଠି ସେ ଯାହା ତାଙ୍କର ଦିବ୍ୟ କର୍ଣ୍ଣରେ ଶୁଣୁଥିଲେ, ଶ୍ରବଣ କରୁଥିଲେ, ଖାଲି ଶ୍ରବଣ କରୁନଥିଲେ, ଯାହା ସେ ଦେଖୁଥିଲେ ମଧ୍ୟ ଦିବ୍ୟ ଚକ୍ଷୁରେ, ତାହାକୁ ସେ ଲିପିବଦ୍ଧ କରିକିରି ଆମ ପାଖରେ ଆଣିକିରି ପହଞ୍ଚେଇଛି। ତେଣୁ ତାଙ୍କର ପ୍ରଥମ ଲାଇନ୍ ହେଉଛି, ଯାହା କିଛି ଆମେ ଏଠି ଶବ୍ଦ ସବୁ ଶୁଣୁ ଆମର ଏଇ ଜାଗତିକ ଜୀବନରେ, ଅଲ୍ ସାଉଣ୍ଡ, ଯେତେ ସବୁ ଶବ୍ଦ ରହିଛି, ଅଲ୍ ଭଏସେସ୍, ଯାହା ସବୁ ବାକ୍ୟାଳାପ ଭିତରେ ପ୍ରକାଶ ପାଉଛି, ସେଗୁଡ଼ିକ ବର୍ତ୍ତମାନ ମୁଁ ଜାଣିଲି have become thy voice। ମୁଁ ଜାଣିଲି ସେଗୁଡ଼ା ସବୁ ହେଉଛି ତୁମରି ସ୍ୱର, ତୁମରି ବାକ୍ୟ, ତୁମରି ଶବ୍ଦ, ଆଉ କାହାରି ନାହିଁ। ତୁମରି ଶବ୍ଦ, ସବୁ କିଛି ଶବ୍ଦ ଭିତରେ ତୁମେ ବାସ କରୁଛ, ତେଣୁ ସବୁ କିଛି
ବାକ୍ୟ ଭିତରେ ତମେ ଲୁକାୟିତ ହେଇକିରି ରହିଛ। ମଣିଷ ତା ଭିତରେ ଯୋଉ ବାକ୍ୟ କହୁଛି ଏବଂ ଯାହା ସେ ସ୍ୱର ତାର ବାହାରୁଛି, ଯାହା ସବୁ ଶବ୍ଦ ତା ଭିତରୁ ବାହାରୁଛି, ଏବଂ ସେ ଅନ୍ତତଃ ତୁମରି ସ୍ୱର ବୋଲି ମତେ ବର୍ତ୍ତମାନ ଜଣା ପଡୁଛି। ଖାଲି ସେତିକି ନୁହଁ, ମ୍ୟୁଜିକ୍ ଆଣ୍ଡ ଥଣ୍ଡର and the cry of birds, କୋଉ ସ୍ୱର ସବୁ ମୁଁ ଶୁଣୁଛି ନା ମ୍ୟୁଜିକ୍ ଆଣ୍ଡ ଥଣ୍ଡର, ସଙ୍ଗୀତର ସ୍ୱର ଏବଂ ଘଡଘଡିର ସ୍ୱର ଏବଂ ପକ୍ଷୀମାନଙ୍କର କାକଳି, ଏଗୁଡିକ ମଧ୍ୟ ସେ ସ୍ୱର ଭିତରେ ଆସୁଛି। ତାପରେ ଲାଇଫ୍ ବାବୁଲ, ବାବୁଲ ମାନେ ହଉଛି ଗୋଟେ ଅସ୍ପଷ୍ଟ ଉଚ୍ଚାରଣ। ଯେତେବେଳେ ପିଲାଟି ମଣିଷ ଯେତେବେଳେ ଶିଶୁ ଅବସ୍ଥାରେ ଥାଏ, ସେତେବେଳେ ତା ଭିତରେ ଯୋଉ ବାକ୍ୟ ଭାଷା ସବୁ ଉଚ୍ଚାରିତ ହୁଏ ତାହା ସ୍ପଷ୍ଟ ହେଇନଥାଏ। ଆମେ ତାକୁ ସବୁ କହୁ ଦରଟି କଥା। ସେଇ ଜୀବନରେ ସେ ଯୋଉ ଦରଟି କଥା ଅନ୍ତତଃ ରହିଛି, ଦି ବାବୁଲ ଅଫ୍ ଦି ସରୋଜ ଆଣ୍ଡ ହର ଜୟଜ, ଜୀବନରେ ଦୁଇଟି କଥା ସବୁବେଳେ ଘଟୁଛି। ଗୋଟିଏ ହଉଛି ସରୋ, ଆଉ ଗୋଟେ ହଉଛି ଜୟ, ଦୁଃଖ ଏବଂ ସୁଖ ସବୁବେଳେ ଲାଗି ରହିଛନ୍ତି ଦି ଜଣ ଯାକ। ଯେମିତି ମଣିଷ ଜୀବନରେ ଆମେ ସବୁ ଅନୁଭବ କରୁଥିବା ଯେ ଯଦି କୌଣସି ସ୍ଥିତିରେ ଟିକିଏ ସୁଖ ମିଳିଲା, ମତେ ଟିକିଏ ଆନନ୍ଦ ମିଳିଲା, ତା ପର ମୁହୂର୍ତ୍ତରେ ଠିକ ଦୁଃଖ ମିଳିବ। ଏଇଟା ଆମେ ଅନୁଭବ କରିଛୁ, କରି ଆସୁଛୁ ମଧ୍ୟ। ତେଣୁ ଏ ଯୋଉ ଦୁଃଖ ସୁଖ ଭିତରେ ଆମେ ଯେତେବେଳେ ପଡୁଛୁ, ଦୁଃଖରେ ଥିଲାବେଳେ ଆମେ ବ୍ୟାକୁଳ ହେଇକିରି କ୍ରନ୍ଦନ କରୁଛୁ, ସୁଖରେ ଥିଲାବେଳେ ଆମେ ଉଲ୍ଲସିତ ହେଇକିରି ଆମ ଭିତରୁ ସେ ଖୁସିର ସ୍ୱର, ଆନନ୍ଦର ସ୍ୱର ସବୁ ଶବ୍ଦ ରୂପେ ବାହାରି ଆସୁଛି। ଏ ସବୁ ମଧ୍ୟ ତୁମର ସ୍ୱରର ଅନ୍ତର୍ଗତ। ତାପରେ ସେ କହୁଛନ୍ତି ଆଉ କଣ ନା, କାଣ୍ଡେନ୍ସ ଅଫ ହ୍ୟୁମାନ ସ୍ପିଚ ଆଣ୍ଡ ମର୍ମର୍ଡ ୱାର୍ଡ। କାଣ୍ଡେନ୍ସ ମାନେ ହଉଛି ଯେ ଗୋଟେ ଛନ୍ଦ। ଯେତେବେଳେ ଗୋଟେ ଛନ୍ଦ ସୃଷ୍ଟି ହଉଛି ମଣିଷର ଭାଷାରେ, ସବୁ ମଣିଷ କଥା କହନ୍ତି, କିନ୍ତୁ ଜଣ ଜଣଙ୍କର କଥା ବହୁତ ଭଲ ଲାଗେ ଏବଂ ବହୁତ ମିଠା ଲାଗେ। ସେ ଅନ୍ତତଃ ତାଙ୍କ କଥା ଗୁଡିକ ଶୁଣିବାକୁ ଭାରି ଭଲ ଲାଗେ। ଏବଂ ମର୍ମର୍ଡ ୱାର୍ଡ, ମର୍ମର୍ଡ ମାନେ ସବୁ ଉଚ୍ଚ ସ୍ୱରରେ କଥା ନ କହିକିରି ଯୋଉ ମଣିଷଙ୍କ ଭିତରୁ ଧୀର ସ୍ୱରରେ କଥା ବାହାରେ ଏବଂ କୋମଳ ସ୍ୱରରେ କଥା ବାହାରେ, ସେଇ କଥା ଗୁଡିକ ଭାରି ଭଲ ଲାଗେ। ତେଣୁ ଏ ସବୁ କଥା ମଧ୍ୟ ମୁଁ ବର୍ତ୍ତମାନ ଶୁଣୁଛି ତୁମରି ସ୍ୱର ଭାବରେ। ତୁମରି ଅର୍ଥ ସେଇ ଭଗବାନଙ୍କର, ସୃଷ୍ଟିକର୍ତ୍ତାଙ୍କର। ଏଇଟା ଶ୍ରୀ ଅରବିନ୍ଦଙ୍କର ଭିତରେ ଅନୁଭବରେ ଆସିଛି ଏବଂ ସେ ଶବ୍ଦ ଗୁଡିକ ଶୁଣୁଛନ୍ତି। ଆମେ ଜାଣିବା ଯେ ଯୋଉ ବିଶ୍ୱ ପ୍ରକୃତି ଆମ ଚାରିପଟରେ ଘେରିକି ରହିଛି ଏବଂ ବିଶ୍ୱ ପ୍ରକୃତି ଦ୍ୱାରା ପବନ ପ୍ରବାହିତ ହଉଛି, ମହାସାଗର ସୃଷ୍ଟି ହେଇଛି, ପର୍ବତ ଶ୍ରେଣୀ ସୃଷ୍ଟି ହେଇଛି, ଅଗ୍ନି ସୃଷ୍ଟି ହେଇଛି, ଜଳ ଇତ୍ୟାଦି ଇତ୍ୟାଦି ସୃଷ୍ଟି ହେଇଛି। ସବୁର ଗୋଟେ ଛନ୍ଦ ଅଛି। ଆମେ ଯଦି କିଛି ସମୟ ନୀରବ ହେଇକିରି ବସିବା, ତାହେଲେ ଆମେ ସେଇ ପ୍ରକୃତିର ଛନ୍ଦକୁ ଶୁଣିପାରିବା। ଏଟା ଆମ ସମସ୍ତଙ୍କ ପାଇଁ ସମ୍ଭବ।
ଆମମାନେ ମଧ୍ୟ ଚେଷ୍ଟା କରିପାରିବା। ନୀରବ ହେଇକି ବସିଲେ ଗୋଟେ ଖୁବ୍ ସୁନ୍ଦର ସବୁ କଥା ହଉଛି ବୋଲି ଆମକୁ ଗୋଟେ ସ୍ୱର ଶୁଭିବ। ତାହା ହେଉଛି ପ୍ରକୃତିର ଛନ୍ଦ। ତେଣୁ ପ୍ରକୃତି କେତେବେଳେ ବିଶୃଙ୍ଖଳିତ ହଉନାହିଁ, ଶୃଙ୍ଖଳିତ ଭାବରେ ଛନ୍ଦହରା ନ ହେଇକିରି ଛନ୍ଦ ଯୁକ୍ତ ହେଇକିରି ଚାଲିଛି। ତେଣୁ ପ୍ରଭୁ ବର୍ତ୍ତମାନ ସେଇ କଥା କହୁଛନ୍ତି ଯେ ମଣିଷ ଭିତରୁ ଯୋଉ ସେ ଯେତେବେଳେ ସ୍ପିଚ୍ ଦଉଛି, ଯେତେବେଳେ କୌଣସି ବାକ୍ୟ ତା ଭିତରୁ ବାହାରୁଛି, ତାର ଭାଷା ଦେଇକିରି ବାହାରୁଛି, ସେଇଟା ଖୁବ୍ ମଧୁର ଲାଗୁଛି ଏବଂ ତାର ଯୋଉ ଧୀର ଆଳାପ, ଧୀର ଅନ୍ତତଃ କୋମଳ ସ୍ୱର, କୋମଳ ଶବ୍ଦ ସବୁ ସେଗୁଡ଼ିକ ହଉଛି ତୁମର, ସେଇ ପ୍ରଭୁଙ୍କର, ବିଶ୍ୱ ସ୍ରଷ୍ଟାଙ୍କର। ତାପରେ ସେକେଣ୍ଡ ଷ୍ଟାଞ୍ଜାରେ ପ୍ରଭୁ କହୁଛନ୍ତି ଦି ଲାଫ୍ଟର ଅଫ୍ ଦି ସି ଏନର୍ମସ୍ ମାର୍କ। ଆମକୁ ଯେତେବେଳେ ଆମେ ସମୁଦ୍ର କୂଳରେ ବସୁ, ସେତେବେଳେ ଯୋଉ ଉତ୍ତୁଙ୍ଗ ତରଙ୍ଗମାଳା ସବୁ କୂଳ ଆଡକୁ ଆସୁଥାନ୍ତି, ଆମକୁ ଭାରି ଭୟଙ୍କର ଲାଗେ, ଡର ବି ଲାଗେ। କିନ୍ତୁ ପ୍ରଭୁ ଏଠି କହୁଛନ୍ତି ଦି ଲାଫ୍ଟର ଅଫ୍ ଦି ସିଜ୍ ଏନର୍ମସ୍ ମାର୍କ। ସେ ଯୋଉ ବିକ୍ଷୁବ୍ଧ ତରଙ୍ଗମାଳା ସବୁ ସୃଷ୍ଟି ହୁଏ, ଖୁବ୍ ଉଚ୍ଚକୁ ଯାଇକିରି ପୁଣି ଆସିକି କୂଳରେ ପିଟି ହୁଏ, ସେ ହଉଛି ସେହି ସମୁଦ୍ରର ଏକ ଉଚ୍ଚ ହସ। ଯେମିତି ଜଣେ ଅଟହାସ୍ୟ କଲେ ଯେମିତି ଅନ୍ତତଃ ଶୁଭେ, ସେଇ ସମୁଦ୍ରର ସେ ହଉଛି ଗୋଟେ ଅଟହାସ୍ୟ ଏବଂ ଏନର୍ମସ୍ ମାର୍କ। ମାର୍କ ମାନେ ହଉଛି ଗୋଟେ ଉଲ୍ଲାସ, ଆନନ୍ଦ, ଏବଂ ଏନର୍ମସ୍ ମାନେ ଅତି ପରିମାଣରେ ସମୁଦ୍ର ଉଲ୍ଲସିତ ହେଇକିରି ତାର ତରଙ୍ଗମାଳା ଦ୍ୱାରା ସିଏ ହସ ସୃଷ୍ଟି କରୁଛି, ସିଏ ହଉଛି ତାର ହସ। এইটা অন্তত কবি ମାନସରେ ଅନ୍ତତଃ ଉପଲବ୍ଧ ହେଇଛି, ସାଧାରଣ ମଣିଷର ଦ୍ୱାରା ତାହା ହବ ନାହିଁ। ତାପରେ ସେ କହୁଛନ୍ତି ୱିଙ୍ଗଡ ପ୍ଲେନ୍ soaring through the conquered air। କଙ୍କଡ ଏୟାର ମାନେ ଜୟ କରାଯାଇଥିବା ବାୟୁମଣ୍ଡଳ। ଯେତେବେଳେ ଉଡ଼ାଜାହାଜ ୱିଙ୍ଗଡ ପ୍ଲେନ୍, ଯେତେବେଳେ ଉଡ଼ାଜାହାଜ ପକ୍ଷ ମେଲିକିରି ପୁରାପୁରି ନିରନ୍ତର ଗୋଟେ ଶବ୍ଦ କରିକିରି ଆଗକୁ ଯାଉଥାଏ, ସେଇ ଯୋଉ ବାୟୁମଣ୍ଡଳ ଭିତରେ ସେଇ ଯୋଉ ଶବ୍ଦ ତାର ହଉଥାଏ, ସେ ଶବ୍ଦ ପୁଣି ଛନ୍ଦ, ତାର ଗୋଟେ ଛନ୍ଦ ବି ଥାଏ, ସବୁବେଳେ ସେ ଏକା ପ୍ରକାର ଶବ୍ଦ ହେଇକିରି ଚାଲିଥାଏ। ତାପରେ ଆଉ କଣ କହୁଛନ୍ତି, ଦି ଅଟୋ ଟ୍ରମ୍ପେଟ ସଙ୍ଗ। ଅଟୋ ମାନେ ଯୋଉଟା ଗୋଟେ ଯାନ୍ତ୍ରିକ ଯାନ, ଆମେ ଯୋଉ ଅଟୋରେ ବସିକିରି ଅନ୍ତତଃ ଯାଉଛେ, ସେ ଯେତେବେଳେ ଚାଲେ ତାର ମଧ୍ୟ ଗୋଟେ ଶବ୍ଦ ହୁଏ, ଯୋଉଟା କି ଟ୍ରମ୍ପେଟ ସାଉଣ୍ଡ। ଟ୍ରମ୍ପେଟ ହଉଛି ଗୋଟେ ଯେମିତି ତୁରୀର ଗର୍ଜନ, ଯେମିତି ତୁରୀ ବଜେଇଲେ ଯେମିତି ହୁଏ ସେଇଭଳି। ତାପରେ ସେ ଯେତେବେଳେ ସ୍ପିଡ କରିକିରି, ଗତି କରିକିରି ଆଗକୁ ଚାଲେ ଏଇ ପୃଥିବୀ ଉପରେ, ମାଟି ଉପରେ, ତାର ମଧ୍ୟ ସେମିତି ତୁରୀ ବଜେଇଲା ଭଳିଆ ଶବ୍ଦ ହୁଏ। ଆଉ କଣ ହୁଏ, ଦି ମେସିନ୍ ରିଲକ୍ଟାଣ୍ଟ ଡ୍ରୋନ୍, ଦି ସାଇରନ୍ସ ବ୍ଲେୟାର। ମେସିନ୍ ମାନେ ହଉଛି ଯନ୍ତ୍ର, ଯନ୍ତ୍ରର ଯୋଉ ଡ୍ରୋନ୍ ହୁଏ, ହାତୁଡ଼ି ଶବ୍ଦ, ପ୍ରଚଣ୍ଡ ଶବ୍ଦ ଯେତେବେଳେ ମେସିନ୍ ଚାଲେ କଳକାରଖାନା ମାନଙ୍କରେ, ସେତେବେଳେ ତା ଭିତରୁ ପ୍ରଚଣ୍ଡ ଶବ୍ଦ ସବୁ ବାହାରେ,
ତାକୁ କୁହାଯାଉଛି ଡ୍ରୋନ୍ ବୋଲି। ଦି ସାଇରେଣ୍ଟ ପ୍ଲେୟାର, ସାଇରନ୍ ହଉଛି ଗୋଟେ ସତର୍କ ଘଣ୍ଟି। ଯେତେବେଳେ କୌଣସି ବିପଦ ପଡେ ସେତେବେଳେ ସବୁ ସାଇରନ୍ ବାଜିଏ। ତେଣୁ ଆମର ବର୍ତ୍ତମାନ ଯୋଉ ଭାରତ ପାକିସ୍ତାନ ଭିତରେ ଯୋଉ ଉତ୍ତେଜନା ସୃଷ୍ଟି ହେଇଛି, ଆଜି ମଧ୍ୟ ପ୍ରତ୍ୟେକ ପ୍ରଦେଶରେ ସେଇ ସାଇରନ୍ ବାଜିବ ବୋଲି ସତର୍କ କରାହେଇଛି। ସାଇରନ୍ ବାଜିଲେ ଗୋଟେ ବିପଦ ଆସୁଛି ବୋଲି ଜଣାଯାଏ। ସେତେବେଳେ ତୁମେ କିଭଳି ଭାବରେ ପଦକ୍ଷେପ ନେବ ତାକୁ ସବୁ ଅନ୍ତତଃ ଦେଖେଇ ଦିଆଯିବ ଯେ ଏଇଭଳି ଭାବରେ ତୁମେ ଅନ୍ତତଃ ସେତେବେଳେ ପଦକ୍ଷେପ ନେବ। ସେଇ ସାଇରନ୍ ହଉଛି ଗୋଟେ ସତର୍କ ଘଣ୍ଟି ଏବଂ ତାର ବ୍ଲେୟାର ହଉଛି ଗର୍ଜନ। এইଭଳି ଯେତେବେଳେ ଗର୍ଜନ କରେ ସେ ଯୋଉ ସତର୍କ ଘଣ୍ଟି କିମ୍ବା ଯନ୍ତ୍ର, ତାର ଯୋଉ ଅନିଚ୍ଛା ସତ୍ତ୍ୱେ ଯୋଉ ବିରାଟ ଭୀଷଣ ଶବ୍ଦ କରେ, ସେ ମଧ୍ୟ ତୁମରି ଶବ୍ଦ ସବୁ, ଆଉ କାହାରି ନୁହଁ, ତୁମରି ଶବ୍ଦ। ପ୍ରଭୁଙ୍କର କବି ମାନସ, କବି ହୃଦୟ ଏଇ ସବୁ ଅନୁଭବ କରି କରିକି ଆସୁଛି। ତାପରେ ସେ କହୁଛନ୍ତି ବ୍ଲୋଇଂ ଅପନ୍ ଦି ୱିଣ୍ଡି ବର୍ନ ଅଫ୍ ସ୍ପେସ୍। ବ୍ଲୋଇଂ ମାନେ ଗୋଟେ ଗୁଞ୍ଜରଣ, ଗୋଟେ ଗୁଞ୍ଜରଣ ଯୋଉ ସୃଷ୍ଟି ହୁଏ, ଭଁର ଯେମିତି ବୁଲୁଥାଏ ଚାରିଆଡେ ଭଁ ଭଁ କରିକି, ତା ଭିତରୁ ଗୋଟେ ଗୁଞ୍ଜରଣ ସୃଷ୍ଟି ହୁଏ। ଅପନ୍ ଦି ୱିଣ୍ଡି ହର୍ନ ଅଫ୍ ସ୍ପେସ୍। ହର୍ନ ମାନେ ଗୋଟେ ଘଣ୍ଟି ଯୋଉ ବଜେଇ ଦିଅନ୍ତି, ଗାଡି ଗଲା ବେଳକୁ ଯୋଉ ହର୍ନ ବାଜେ, ସେ ହଉଛି ସେ ଯୋଉ ସ୍ପେସ୍ ମାନେ ଅନ୍ତରିକ୍ଷରେ ସେମିତି ଯୋଉ ପବନ ବାୟୁମଣ୍ଡଳ ସବୁ ଅଛି, ସେଇ ବାୟୁମଣ୍ଡଳ ସବୁ ଶକ୍ତି ବଳରେ ଘର୍ଷିତ ହେଇକିରି ପରସ୍ପର ଭିତରେ এইଭଳି ଭାବରେ ସବୁ ସତର୍କ ଘଣ୍ଟି ସବୁ ସୃଷ୍ଟି କରନ୍ତି। ଏବଂ ବ୍ଲୋ ବା ଶଙ୍ଖ ଯେମିତି ବାଜେ, ସେ ଶଙ୍ଖ ନାଦ ଭଳିଆ ସେ ସବୁ ଶୁଣାଯାଏ। ତାପରେ ସେ କହୁଛି ସେଟା କଣ? ସେଇଟା ଆମେ କହିବା ସେ ହଉଛି ଗୋଟେ ପବନ, ସେଇଟାର ସ୍ୱର ସବୁ ତା ଭିତରେ ବାହାରୁଛି। କିନ୍ତୁ ପ୍ରଭୁ କହୁଛନ୍ତି ସେଟା କଣ ନା କଲ୍ ଅଫ୍ ଡିଷ୍ଟାନ୍ସ ଆଣ୍ଡ ଅଫ୍ ମିଷ୍ଟରି। ଅନ୍ତରିକ୍ଷରେ ଏଇ ଯୋଉ ଘଟଣା ଘଟେ ମହାବ୍ୟୋମ ଭିତରେ, ସିଏ ହଉଛି ଗୋଟେ କଲ୍ ଅଫ୍ ଡିଷ୍ଟାନ୍ସ, ମାନେ ଦୂରରୁ ଯେମିତି କିଏ ଗୋଟେ ଡାକୁଛି ମୋ ଆଡକୁ ଆସ, ସେଇଭଳି କବିକୁ ଶୁଭିଲା। ସେଇ ସ୍ୱର ଗୁଡାକ ସବୁ ଆମକୁ ବିରକ୍ତର ବୋଧ ହୁଏ, କିନ୍ତୁ କବି ଯୋଉ ମାନସ ଭୂମିରେ ଅଛନ୍ତି ତାଙ୍କୁ ଏସବୁ ଭାରି ଆକର୍ଷଣୀୟ ଲାଗୁଛି। ଏବଂ ସେ କହୁଛନ୍ତି ଏଇ ଯୋଉ ଆକାଶରେ ଯୋଉ ବାୟୁମଣ୍ଡଳ ସାରା ଯୋଉ ସତର୍କ ଘଣ୍ଟି ଭଳି ସବୁ ସ୍ୱର ଶୁଭେ କିମ୍ବା ଶଙ୍ଖ ଧ୍ୱନି କଲା ଭଳିଆ ସ୍ୱର ଶୁଭେ, ସେଗୁଡା ସବୁ ଗୋଟେ ଯେମିତି ବହୁତ ଦୂରରୁ ଜଣେ କିଏ ଡାକିଲା ଭଳିଆ ସେ ସ୍ୱର ଶୁଭେ। ଏବଂ ସେଇ ସ୍ୱର ଭିତରେ ବହୁତ ରହସ୍ୟ ମଧ୍ୟ ଥାଏ, ମିଷ୍ଟେରୀ। ସେହି ରହସ୍ୟ ହେଉଛି ପ୍ରକୃତିର ଛନ୍ଦର ରହସ୍ୟ, ପ୍ରକୃତି ଦ୍ୱାରା ତାହା ସୃଷ୍ଟି ହେଇଥାଏ। ତାପରେ କହୁଛନ୍ତି ମେମୋରିଜ ଅଫ୍ ସନ୍ ବ୍ରାଇଟ୍ ଲ୍ୟାଣ୍ଡସ୍ ଆଣ୍ଡ ଓସିନ୍ ୱେଜ୍। ଯେତେବେଳେ ସନ୍ ବ୍ରାଇଟ୍ ଲ୍ୟାଣ୍ଡ, ଯେତେବେଳେ ସୂର୍ଯ୍ୟାଲୋକ ସବୁ ଭୂମି ଉପରେ ପଡେ, ସେଇ ଭୂମି ଉପରେ ପଡିକି ସେ ଯୋଉ খুব সুন্দর দেখা যায়। এবং ওସିନ୍ ୱେଜ୍, ଯେତେବେଳେ ମହାସାଗର ଭିତରେ ଅନ୍ତତଃ ବାଟ କାଟି କାଟିକିରି ଜାହାଜ ସବୁ ଯାଉଥାନ୍ତି, ସେଇଗୁଡ଼ିକ ସବୁ ଯେତେବେଳେ ସ୍ମୃତିରେ ଆସିଯାଏ, ମନେ ପଡ଼ିଯାଏ, ସେତେବେଳେ କ'ଣ ହୁଏ ନା ଅଲ୍ ନାଉ ଆର୍ ଅଣ୍ଡର ଟୋନ୍ସ ଆଣ୍ଡ ସେମ୍ସ ଅଫ୍ ଦି। ସେଇ ଶବ୍ଦ ଗୁଡ଼ିକ ଯେତେବେଳେ ସ୍ମୃତି ପଟକୁ ପଳେଇ ଆସନ୍ତି, ସେଗୁଡିକ ସବୁ ଗୋଟେ ତୁମର ସେଇ ଯୋଉ
ତୁମେ ଯେମିତି ଅନ୍ତତଃ କୌଣସି କାହାଣୀଟିଏ ଅନ୍ତତଃ କହୁଛ, ଯେମିତି ଆଇମା ତାର ନାତି ନାତୁଣୀକୁ ବସେଇକିରି କାହାଣୀ କହନ୍ତି ଏବଂ ସେ କାହାଣୀ ଦ୍ୱାରା ସେମାନେ ବହୁତ ଖୁସି ପାଆନ୍ତି। ତୁମର ଏଇ ଯୋଉ ସ୍ୱର ସବୁ ପ୍ରକୃତିର ଭିତରେ ଶୁଭେ ଏବଂ ମହାସମୁଦ୍ର ଭିତରେ ଯେତେବେଳେ ବାଟ କାଟି କାଟିକି ଅନ୍ତତଃ ଜାହାଜ ଯାଉଥାଏ ତାର ଯୋଉ ଶବ୍ଦ ଶୁଭେ, ଏଗୁଡା ସବୁ ଭାରି ଅଲ୍ ନାଓ ବର୍ତ୍ତମାନ ମୁଁ ତାକୁ ଶୁଣୁଛି ଏଇଭଳି ଭାବରେ ସେମାନେ ହଉଛନ୍ତି ୱଣ୍ଡର ଟୋନ୍ସ, ଗୋଟେ ଆଶ୍ଚର୍ଯ୍ୟଜନକ ସ୍ୱର ସବୁ ମତେ ଲାଗୁଛି, ଗୋଟେ ବିସ୍ମୟକର ଲାଗୁଛି ମତେ। ଆଣ୍ଡ ସେମ୍ ସଫତି, ଏବଂ ତୁମରି କାହାଣୀ ସେଇ ସ୍ୱର ସବୁ କହି କହିକି ଯାଉଛି। ତୁମେ ଯୋଉ ସ୍ରଷ୍ଟା ସୃଷ୍ଟି କରିଛ, ମହାସାଗର ସୃଷ୍ଟି କରିଛ, ମହାକାଶକୁ ସୃଷ୍ଟି କରିଛ ଏବଂ ତୁମେ ଅନ୍ତତଃ ବାୟୁମଣ୍ଡଳକୁ ସୃଷ୍ଟି କରିଛ, ସବୁକୁ ତୁମେ ସୃଷ୍ଟି କରିଛ ଏବଂ ସେଇ ସୃଷ୍ଟିର କାହାଣୀ ସବୁ ସେହି ସ୍ୱର ସବୁ କହୁଛନ୍ତି ଆଶ୍ଚର୍ଯ୍ୟଜନକ ଭାବରେ ମୋ ସ୍ମୃତି ପଟକୁ ଚାଲି ଆସୁଛି। ବହୁତ ସେଗୁଡା ମତେ ଆନନ୍ଦ ଦଉଛି। ତୁମରି କଥା ହିଁ ସମସ୍ତେ କହିଚାଲିଛନ୍ତି। ଯାହା ଯାହା ସ୍ୱର ସବୁ ପୃଥିବୀରେ ହଉଛି, ଧରା ପୃଷ୍ଠରେ, ଇଏ ଆକାଶ ମାର୍ଗରେ, ମହାକାଶରେ, ମହାସମୁଦ୍ରରେ, ପକ୍ଷୀ ମାନଙ୍କର କଳରବରେ, ଛୋଟ ଶିଶୁର ଦରଟି କଣ୍ଠରେ ଏବଂ ଭ୍ରମରର ଗୁଞ୍ଜନ ଭିତରେ, ଯନ୍ତ୍ରର କର୍କଶ ସ୍ୱର ଭିତରେ ଏବଂ ସଙ୍ଗୀତର ଛନ୍ଦମୟ ସ୍ୱର ଭିତରେ, ଏ ସବୁ ଯୋଉଗୁଡ଼ିକ ସବୁ ମୁଁ ଶୁଣୁଛି, ମତେ ଲାଗୁଛି ସେ ସମସ୍ତେ ତମରି କାହାଣୀ କହୁଛନ୍ତି। ଯେ କେମିତି ଭାବରେ ତମେ ଆକୁ ସୃଷ୍ଟି କଲ, ଏତେ ବଡ ଆଶ୍ଚର୍ଯ୍ୟକର ସୃଷ୍ଟି କେମିତି କଲ। ତମେ ଏମିତି ସୃଷ୍ଟି କରିଛ ଯେ ଅନ୍ତତଃ ହଳଦୀ ବସନ୍ତ ଦେହରେ ହଳଦିଆ ରଙ୍ଗ ଦେଇଛ, କଜଳପାତି ଦେହରେ କଳା ରଙ୍ଗ ଦେଇଛ, ଚଢେଇକୁ ଆକାଶରେ ରଖିଛ, ମାଛକୁ ପାଣିରେ ରଖିଛ, ଆଖୁକୁ ମିଠା କରିଛ, ଲିମ୍ବକୁ ପିତା କରିଛ। ଏସବୁ କେମିତି କରିଛ? ଗୋଟେ ବୁଢିଆଣୀକୁ ଅନ୍ତତଃ ଏତେ ସରୁ ସୂତା ବୁଣି ବୁଣିକି ଜାଲ ତିଆରି କରିବା ଶିଖେଇଛ? ପାଇ ଚଢେଇକି ତାର ବସା ଯୋଉ ଶିଖେଇଛ ତିଆରି କରୁଛି, ସେ କୌଣସି ଇଞ୍ଜିନିୟର ବି ତାକୁ କରିପାରିବ। ଏମିତି ତାଙ୍କୁ ତୁମେ କେମିତି ତିଆରି କଲ ପ୍ରଭୁ? ଏଇ କାହାଣୀ ସବୁ ଆଶ୍ଚର୍ଯ୍ୟ ହେଇକି ସେମାନେ ସବୁ କହୁଛନ୍ତି ଏବଂ ତୁମର କାହାଣୀ ସେମାନେ ଯୋଉ କହୁଛନ୍ତି ତାହା ସ୍ୱର ହେଇକି ସବୁଠି ପ୍ରକାଶ ପାଉଛି। ମତେ ଏଇଭଳି ଲାଗୁଛି। କବି ମାନସ ଏକ ଉଦାର ମାନସରେ ସେ ଅନ୍ତତଃ ଗୋଟେ ସମଗ୍ରକୁ ଏକାଥରେ ଦେଖୁଛନ୍ତି ଏବଂ ତାକୁ କୌଣସି କଥା ବିରକ୍ତିକର ତାଙ୍କ ପାଇଁ ହଉନି। ସବୁ କିଛି ମଧୁର ଲାଗୁଛି, ସବୁ କିଛି ସୁନ୍ଦର ଲାଗୁଛି। ଶେଷ ଲାଇନରେ ସେ କହୁଛନ୍ତି, ତାକୁ ଉପସଂହାର କରୁଛନ୍ତି ତାଙ୍କର ସନେଟକୁ, କବିତାକୁ, ଏ ସିକ୍ରେଟ ହାରମୋନି steals through the blind heart। ବ୍ଲାଇଣ୍ଡ ହାର୍ଟ ମାନେ ଯୋଉ ହୃଦୟ ଅନ୍ଧ ଭଳିଆ ତୁମକୁ ବିଶ୍ୱାସ କରେ, ସେ କିଛି ତାର ଜାଣେ ନାହିଁ, କିଛି ଜାଣି ଜାଣିକି ସେ ତୁମକୁ ବିଶ୍ୱାସ କରେନି। ତାକୁ ତୁମକୁ ଭଲ ଲାଗେ ତୁମ ଉପରେ ସେ ବିଶ୍ୱାସ ରଖିବା ପାଇଁ। ଏଇଭଳି ହୃଦୟ ଯାହାର ଅଛି, ସେଇ ଯୋଉ ବିଶ୍ୱସ୍ତ ହୃଦୟର ତୁମେ ହଉଛ ସେଇ ଯୋଉ ସିକ୍ରେଟ ହାରମୋନି, ଅନ୍ତତଃ ଲୁକାୟିତ ଥିବା ସଂଗତି, ଏଇଟା ସବୁଆଡେ ତୁମର ରହିଛି। ସେଟା ସେଇ ଯୋଉ ବିଶ୍ୱାସ ଯୋଗ୍ୟ ହୃଦୟକୁ ସେ ପୁରାପୁରି ଆକର୍ଷିତ କରିଦଉଛି। ସବୁଠି ମୁଁ ଅନୁଭବ କରୁଛି এই ସୃଷ୍ଟିରେ ସବୁଠି ସଂଗତି ବିରାଜମାନ କରୁଛି, ସବୁଠି ଶୃଙ୍ଖଳା ବିରାଜମାନ କରୁଛି। ଅନ୍ତରିକ୍ଷରେ
ଅନ୍ତତଃ ଗ୍ରହ ନକ୍ଷତ୍ର ମଣ୍ଡଳୀ ଯୋଉ ଘୁରି ବୁଲୁଛନ୍ତି ସେମାନଙ୍କର କକ୍ଷରେ କେହି କାହା ସହିତ ଧକ୍କା ଲାଗୁନାହାନ୍ତି। ଏମିତି ୟାକୁ ସବୁ କରିଛ, କୋଉ ଶକ୍ତି ଦେଇକିରି ତୁମେ ତାକୁ ତିଆରି କରିଛ, ବର୍ତ୍ତମାନ ବୈଜ୍ଞାନିକ ମାନଙ୍କର କଳ୍ପନା ଭିତରେ ମଧ୍ୟ ତା ଆସୁନାହିଁ। ତେଣୁ ଯିଏ ତୁମକୁ, ଯୋଉ ହୃଦୟ ତୁମକୁ ସ୍ୱତଃସ୍ଫୂର୍ତ୍ତ ଭାବରେ ବିଶ୍ୱାସ କରୁଥିବ, ସିଏ ଏଇ ତୁମର ଛନ୍ଦକୁ, ତୁମର ସଂଗତି ଯୋଉ ସିକ୍ରେଟ ହେଇକି ରହିଛି, ପୁରାପୁରି ଲୁକାୟିତ ହେଇକି ରହିଛି, ସବୁ ଭିତରେ ତାହା ସେଇ ହୃଦୟକୁ ଆକର୍ଷିତ କରିଦିଏ। and all grows beautiful because thou art। ଏଟା ହଉଛି ସୁନ୍ଦର ବଡ କଥା। ତମେ ଯେହେତୁ ଅଛ, ସେଇଥିପାଇଁ ସବୁ କିଛି ସୌନ୍ଦର୍ଯ୍ୟମୟ ହେଇଯାଇଛି। ତୁମେ ଯେହେତୁ ଫୁଲରେ ଅଛ, ଫୁଲ ସୁନ୍ଦର ଦେଖାଯାଉଛି। ତୁମେ ଯେହେତୁ ଭଁର ଭିତରେ ଅଛ, ଭଁର ସୁନ୍ଦର ଦେଖାଯାଉଛି। ତୁମେ ଯେହେତୁ ଛୋଟ କଅଁଳିଆ ପିଲାଟି ଭିତରେ ଅଛ, ପିଲାଟି ବହୁତ ସୁନ୍ଦର ଦେଖାଯାଉଛି। ଯୋଉଠି ସବୁ ସୌନ୍ଦର୍ଯ୍ୟ ପୁରାପୁରି ରହିଛି, ଯିଏକି ମନ ହୃଦୟକୁ ଆକର୍ଷିତ କରିନିଏ, ସେଇଟା ତୁମେ ସେଇ ସୌନ୍ଦର୍ଯ୍ୟ ଭିତରେ ଛପିଛ। ସେଇଥିପାଇଁ ସବୁ କିଛି ସୁନ୍ଦର ଦେଖାଯାଉଛି। এইଭଳି ଭାବରେ କବି ତାଙ୍କର ପ୍ରସାରିତ ହୃଦୟକୁ ନେଇ, ବ୍ୟାପ୍ତ ମାନସକୁ ନେଇକିରି ସିଏ ଅନ୍ତତଃ ଗୋଟେ ସାମଗ୍ରିକ ଦୃଷ୍ଟି ନେଇ, ଦିବ୍ୟ ଦୃଷ୍ଟି ଏବଂ ଦିବ୍ୟ ଶ୍ରବଣ ଶକ୍ତି ବଳରେ ସିଏ ଅନ୍ତତଃ ଏଇଗୁଡ଼ିକ ସବୁ ଯାହା କହିଗଲେ, କେହି ତାକୁ ଯେତେ ଶବ୍ଦ ସବୁ କହିଗଲେ, ସେ ଏଇ ପୃଥିବୀରେ ସବୁ ରହିଛି, ଜଳ ସ୍ଥଳ ଆକାଶ ମହାକାଶ ଚାରିଆଡ଼େ, ତାଙ୍କୁ କିଛି ବିରକ୍ତିକର ହଉନାହିଁ। ସବୁଠି ସେ ଛନ୍ଦ ଏବଂ ସଂଗତି ସବୁଠି ସେ ଅନୁଭବ କରୁଛନ୍ତି ଏବଂ ସବୁ ତାଙ୍କୁ ସୁନ୍ଦର ଦେଖାଯାଉଛି। ସେ କହୁଛନ୍ତି କାହିଁକି ସୁନ୍ଦର ଦେଖାଯାଉଛି? ନା ତୁମେ ତା ଭିତରେ ଅଛ ବୋଲି। ତୁମେ ଅଛ ବୋଲି ସବୁ କିଛି ସୁନ୍ଦର ଦେଖାଯାଏ। ଏ ହେଉଛି ଗୋଟେ ବଡ଼ ବାର୍ତ୍ତା ଆମ ପାଇଁ। ଆମକୁ ଯେତେବେଳେ এইଭଳି ଭାବରେ ଆମ ଭିତରେ ହୃଦୟଟି ଖୋଲିଯିବ ଯେ ସିଏ ଆମ ଭିତରେ ବାସ କରିବେ, ସେଇ ହୃଦୟ ଭିତରେ ଆମର ସବୁ କିଛି ବଦଳିଯିବ ଏବଂ ଆମ ଦୃଷ୍ଟିଭଙ୍ଗୀ ବଦଳିଯିବ, ଶ୍ରବଣ ଯନ୍ତ୍ରରେ ଶ୍ରବଣ ଶକ୍ତି ବଦଳିଯିବ। ଆମେ ସବୁଠି ସେହି ସୌନ୍ଦର୍ଯ୍ୟର ଦର୍ଶନ କରିପାରିବା। କେହି ଆମକୁ ଅସୁନ୍ଦର ଲାଗିବେ ନାହିଁ। এইଭଳି ଭାବରେ ଏ କବିତାଟି ଶେଷ ହେଇଛି। ତେଣୁ ଏ କବିତା ଆମକୁ ଶେଷ ବାର୍ତ୍ତା ଦେଇକି ଯାଉଛି ଯେ ସୃଷ୍ଟିରେ ସର୍ବତ୍ର ସେ ବିରାଜମାନ କରିଛନ୍ତି ଏବଂ ତାଙ୍କ ବିନା ସୃଷ୍ଟି ରହିପାରିବ ନାହିଁ ଏବଂ ସବୁକିଛି ଯାହା କିଛି ସୃଷ୍ଟି ହେଇଛି, ସବୁକିଛି ସୌନ୍ଦର୍ଯ୍ୟ ରୂପରେ ସୃଷ୍ଟି ହେଇଛି, ଶୃଙ୍ଖଳା ସହିତ ସୃଷ୍ଟି ହେଇଛି ଏବଂ ସଂଗତିର ସହିତ ସୃଷ୍ଟି ହେଇଛି। ଆମେ ଯେତେବେଳେ এইଭଳି ଦୃଷ୍ଟିଭଙ୍ଗୀ, ଦୃଷ୍ଟିକୋଣ ଆମର ରହିବ, ଆମେ ସବୁଠି ଏମିତି ସୌନ୍ଦର୍ଯ୍ୟ ଦେଖିପାରିବା, ଶୃଙ୍ଖଳା ଦେଖିପାରିବା ଏବଂ ସଂଗତି ମଧ୍ୟ ଦେଖିପାରିବା। ତେଣୁ କେହି କାହା ପ୍ରତି ଘୃଣା କରିବେ ନାହିଁ, ସମସ୍ତେ ସମସ୍ତଙ୍କୁ ଭଲ ପାଇବେ। କାହିଁକି ନା ସମସ୍ତଙ୍କ ଭିତରେ ତୁମେ ଅଛ ବୋଲି ସେତେବେଳେ ସବୁ ଦେଖି ହବ। ତେଣୁ ଆମେ ଯେତେବେଳେ ସେଇଭଳି ଆମର ଦିବ୍ୟ ଜନନୀ ମାଙ୍କୁ ସବୁଠି ସେ ଅଛନ୍ତି ବୋଲି ଦେଖିବାକୁ ପାଇବା, ସବୁ ମଣିଷ ଭିତରେ, ସବୁ ବସ୍ତୁ ଭିତରେ, ଜୀବଜନ୍ତୁ ସବୁ ଭିତରେ, ତାହେଲେ ସମଗ୍ର ସୃଷ୍ଟି ଆମକୁ ଭଲ ଲାଗିବ। ଆମ ଭିତରେ ଯୋଉ ବିରୋଧୀ ଶକ୍ତି ସବୁ କ୍ରିୟା କରୁଛନ୍ତି ସେମାନେ ଦୂର ହେଇଯିବେ। ଆମେ ଯୋଉ ବିରକ୍ତି, ଘୃଣା ସୃଷ୍ଟି ହେଉଛି ଅନ୍ୟ ପ୍ରତି, ସେଗୁଡ଼ା ସବୁ ଆମ ଭିତରେ ରହିବ ନାହିଁ। ଆମେ ସେତେବେଳେ ନିଶ୍ଚିତ ଭାବରେ ଗୋଟେ ସୁନ୍ଦର ଜୀବନଟିଏ ଯାପନ କରିବା, ଯୋଉଥିରେ କି ଶାନ୍ତି ଥିବ, ଆନନ୍ଦ ଥିବ
ସରଳତା ଥିବ ଏବଂ ମାଙ୍କର ଗୋଟିଏ ଯଥାର୍ଥ ସନ୍ତାନ ହେଇକିରି ଆମେ ଅନ୍ତତଃ ବଞ୍ଚିପାରିବା। ପରସ୍ପରକୁ ଭଲ ପାଇବା ଏବଂ ସାଙ୍ଗ ହେଇକିରି ଚାଲିବା। ବନ୍ଦେ ମାତରମ୍।